ଅଞ୍ଚଳର ନେତାମାନଙ୍କୁ କହି ଠକି ଗଲେ। ଶେଷରେ ପାଲାଖେମୁଣ୍ଡି ଯାଇ ଜିଲ୍ଲାପାଳଙ୍କୁ ବି ଜଳେଇଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ଖଣ୍ଡିଏ ହେଇପାରୁନି କି ନଦୀରେ ଛୋଟିଆ ବ୍ରିଜ୍ ଖଣ୍ଡିଏ ନିର୍ମାଣ ହେଇପାରୁନି। ଶେଷରେ ଗାଁ ଲୋକେ ନିଜେ ଏହି କାଠ ପୋଲ ତିଆରି କରୁଛନ୍ତି। ତ ଆମେ ଅଛୁ ଆଜି ସରଳାପଦର ଗାଁ ନିକଟରେ। ଏ ହେଉଛି ମାଣ୍ଡିମରା ପଞ୍ଚାୟତ ଅନ୍ତର୍ଗତ ସରଳାପଦର। ଆମ ସହିତ ଜଣେ ମହିଳା ଅଛନ୍ତି, ତାଙ୍କୁ ପଚାରିବା ସେ କ'ଣ କହୁଛନ୍ତି। ତ এই যে ଆପଣ এই যে কাঠ পୋଲ ନିର୍ମାଣ କଲେ, କ'ଣ ପାଇଁ ନିର୍ମାଣ କଲେ? ଏ କାଠ ପୋଲ ନିର୍ମାଣ କରିବାର କ'ଣ, ଆମର ଯାତାୟାତ କରିବା ବହୁତ ଅସୁବିଧା ହେଉଛି। ଅସୁବିଧା କ'ଣ, ପାଣି ଆସିଲେ ଗୋଟାଏ ମାନେ ମଣିଷ ଯାଇ ସେଠି ପାଣି ଆସୁଛି, ଆଉ ଯିବା ଆସିବା ତ ଏତିକି କ'ଣ ଡେଲିଭରି କେସ୍, ପିଲାମାନେ ଯେଉଁ ଯିବା ଆସିବା ପଢ଼ାପଢ଼ି କରିବା, ଆଉ ଆମର ଯେଉଁ ଏପଟ ହାଟ ବାଟ କି ଯେଉଁ ମେଡ଼ିକାଲ ଯିବା ଆସିବା ଖାଲି ଏ ଦେଇକି ଯିବାକୁ ପଡ଼ୁଛି। ଆମର ଏ ଗୋଟାଏ ନାଳ ଛାଡ଼ିକି ଆଉ କେଉଁ ନାଳ କହୁନି, କିନ୍ତୁ କ'ଣ ଆମର ଅସୁବିଧା ହେଉଛି ଯିବାର। ପ୍ରାୟ କେତେ ଖଣ୍ଡ ଗାଁ ରହିଛି? ଆମର ଏପଟେ ପ୍ରାୟ 5-6 ଖଣ୍ଡ ଗାଁ ରହିଛି। 5-6 ଖଣ୍ଡ ଗାଁ ରହିଛି। ଆମର ସବୁ ସେପଟ ଗାଁ ଯେଉଁ ଅଛନ୍ତି 5 ଖଣ୍ଡ ଗାଁ ସବୁ ଏ ଦେଇକି ଯାଉଛନ୍ତି। ତ ଆପଣ ଏ ବିଷୟରେ କାହାକୁ ଅଭିଯୋଗ କରୁଛନ୍ତି? ଆଉ କେତେ ଥର ଅଭିଯୋଗ କଲେଣି? ଆଉ ପ୍ରଶାସନ ଆ ଉପରେ କ'ଣ ପାଇଁ କିଛି ପଦକ୍ଷେପ ନେଇପାରୁନି? ଆମେ ତ ଅଭିଯୋଗ କରି କରି ଥକି ଗଲୁଣୁ। ଏତିକି କ'ଣ ଆମେ ମାଣ୍ଡିମରା ଆମ ପଞ୍ଚାୟତରେ ଯେଉଁମାନେ ସମିତି ସଭ୍ୟ, ସରପଞ୍ଚ ଆଉ ଜିଲ୍ଲା ପରିଷଦ, ଏମିତିକି ML ବି ଆସିକି ଦେଖିଲେ। ML ଆସିକି ଦେଖିଲେ, ନାଳ ଦେଖିଲେ, ଗାଁ ଯାଇକି ଦେଖିଲେ, ପ୍ରତିଶ୍ରୁତି ବି ଦେଲେ ଯେ ଆଉ ବର୍ଷକ ଭିତରେ ମୁଁ କାମ ଷ୍ଟାର୍ଟ କରିବି। କିନ୍ତୁ କାହିଁ ଆଜି ପର୍ଯ୍ୟନ୍ତ ସେ MLର ଦେଖା ନାହିଁ, କି ସେ କଲେକ୍ଟର ନାହିଁ, କି ଜିଲ୍ଲା ପରିଷଦ ନାହିଁ, କି ସରପଞ୍ଚ ନାହିଁ, କି ସଭ୍ୟ ବି ନାହିଁ। ଆଜି ପର୍ଯ୍ୟନ୍ତ ଆମ ଦୁଃଖ କିଏ ବୁଝୁନାହାନ୍ତି। ସେଇଥିପାଇଁ ଆମର ଯିବା ଆସିବା ଅସୁବିଧା ଯୋଗୁଁ ଆମେ ନିଜେ କାଠ ପୋଲ ଗୋଟେ କରିଛୁ। ଆମ ସହିତ ଆଉ ଜଣେ ଭାଇ ଅଛନ୍ତି, ତାଙ୍କୁ ପଚାରିବା କ'ଣ କହୁଛନ୍ତି। ଆଜ୍ଞା କ'ଣ କହିବେ? ଆଜ୍ଞା, ଆମମାନେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ରାତି ଆମମାନେ ଏହି ରାସ୍ତାରେ ଯାତାୟାତ କରୁ, କିନ୍ତୁ ଆମର ଯିବା ଆସିବା ପାଇଁ କୌଣସି ସୁବିଧା ନାହିଁ। ଆଉ ବର୍ଷା ଦିନ ହେଲେ ଏହି ନାଳ ଡେଇଁକି ଆମକୁ ଯିବା ପାଇଁ କୌଣସି ଗୋଟେ ଗଣ୍ଡି ପକାଇକି ଆମମାନେ ଯାତାୟାତ କରିଥାଉ। ତେଣୁ ବାଧ୍ୟ ହେଇକି ଏହି କାଠ ପୋଲରେ ଭୂଇଁ ନେବା ପାଇଁ ସୁବିଧା ହେବ ଆମକୁ ବୋଲି ଆମେ କାଠ ପୋଲ ନିର୍ମାଣ କଲୁ। ଆଉ ଅନେକ ସରକାରୀ କର୍ମଚାରୀମାନଙ୍କୁ ଆମମାନେ ଜଣେଇଲୁ, କିନ୍ତୁ ଆମର ଗୁହାରି କେହି ଶୁଣିଲେନି। ଆଉ ଅନେକ ବର୍ଷ ହେଲା ଆମମାନେ ଯାଉ ଆମମାନଙ୍କର ଚପଲ ମଧ୍ୟ ଛିଡ଼ିଗଲାଣି, କିନ୍ତୁ ଆମର ଗୁହାରି କିଏ ଶୁଣୁନାହାନ୍ତି। ବର୍ତ୍ତମାନ ତ ସରକାର ପରିବର୍ତ୍ତନ ହେଇଛି, ବର୍ତ୍ତମାନ ସରକାରକୁ କ'ଣ କହିବେ? ନୂଆ ସରକାର? ଆଜ୍ଞା, ଆମମାନେ 25 ବର୍ଷ ଶାସନ କରିଥିବା ସରକାରଙ୍କୁ ଅନେକ ଥର ଜଣେଇଲୁ, ଆମର ଚପଲ ମଧ୍ୟ ଛିଣ୍ଡିଗଲା, କିନ୍ତୁ ଆମର ଗୁହାରି ଶୁଣିଲେନି। କିନ୍ତୁ ଆମମାନେ ଆଶା ପ୍ରକାଶ କରୁଅଛୁ ଯେ ଏବେ ନୂତନ ସରକାର, ଡବଲ ଇଞ୍ଜିନ୍ ସରକାର ଆସିଛନ୍ତି। ଆମର ଆଦିବାସୀ ଲୋକ, ଆମ ଆଦିବାସୀ ଲୋକଙ୍କର ସାହାଯ୍ୟ ସହଯୋଗ କରିବେ ବୋଲି ଆମର ବିଶ୍ୱାସ ଅଛି, ନିଶ୍ଚୟ କରିବେ ବୋଲି ଆମମାନେ ବିଶ୍ୱାସ କରୁଛୁ। ତେଣୁ ଆମର ଆଦିବାସୀ ମାଝୀ ବାବୁ ଆମମାନଙ୍କୁ ସାହାଯ୍ୟ କରି ଆମମାନଙ୍କୁ ଏକ ରାସ୍ତା ଏବଂ ବ୍ରିଜ୍ଟା ଆମମାନଙ୍କୁ ନିର୍ମାଣ କରିଦେବେ ବୋଲି ଆମମାନଙ୍କର ବିନୀତ ଅନୁରୋଧ। ନିହାତି ଭାବରେ ଆପଣ ଶୁଣୁଥିଲେ, ଯେହେତୁ ସରକାର ପରିବର୍ତ୍ତନ ହୋଇଛି ନିକଟ ଭବିଷ୍ୟତରେ, ତ ଏହି ଯେଉଁ ସରକାର ଆଦିବାସୀ ସରକାର, ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ମୋହନ ମାଝୀ ଅଛନ୍ତି। ତେଣୁ এই ଯେଉଁ ଆଦିବାସୀ ବହୁଳ ଗାଁ ସବୁ ରହିଛି ନାଳ ସେପଟେ, ତ ଆଦିବାସୀମାନେ ସେହି ମୋହନ ମାଝୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ନିଶ୍ଚିତ ଭାବେ ପୋଲଟି ନିର୍ମାଣ ହେବ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସରକାର ୟା ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ କେବେ ଏହି ଗାଁକୁ ପୋଲ ନିର୍ମାଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗଜପତି ଜିଲ୍ଲା ସରଡ଼ାପଦର ଗାଁରୁ ଅଶ୍ୱିନୀ କୁମାର ପାତ୍ର, ଓଡ଼ିଶା।